गुड मॉर्निंग पिला माने सबू भल अछ। अच्छा अच्छा ताहले भल अछ नाई किछि खाइछ ना नाई खाइछ पिले खाई पीकी रहइबो हला देह मन ठीक नथिले आम जेते पाठ पढले बे किछि लाभ नाई रे आर ध्यान तलगा आड़ पळेबो आ नाई की हौ 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 चलो जिबा टिके आमे पाठ भीतर पिले आज हम पाठ पढिबा पंचम श्रेणी गणितर गोटे प्रसंग अछि कोणर विभागीकरण पिले हला आज आमे कोण कोण जानिबा आ ताकू विभागीकरण करिबा चलो पिले आमे एई पाठ पढिबा द्वारा आमे कोण जानि परिबा ना हमर लाभ कोण हबो ना देख पिले एठी तो लेखा हेछि शिक्षण फलाफल पिले विभिन्न प्रकारर कोण अंकन करी आमे जानिबा हला हौ चलो पिले आस चित्र को अनुध्यान करिबा वर्तमान देख पिले तुम स्क्रीन सामने रे किछि चित्र देखा जाउछि देखुछटी प्रथम अछि तमर कैरम बोर्ड पिले तुम स्कूल रे थिबो ना तुम घरे भी थिबो केबे खेलिछ कि नाही खेलिछ आह बहुत बढ़िया आओ हो अच्छा 2 नंबर कौन अछि पिले देखो अच्छा पिले तुमे केबे वर्षा हेबा समय तुम गाँ दांड रे तुम घर दांड रे केबे कागज डंगा भसे खेलिछ खेलिछ अच्छा अच्छा हौ 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 ठीक अछि आउ 3 नंबर चित्र कौन देखुछ ना दीटा झियो खेलुचंती हां कि नाही हां आउ देखिलो तापरे को चित्र अछि पिले ना तमरो गुडी पिले गुडी केबे उड़ैछ उड़ैछ बाबा रामू तू कहलु केबे उड़ैछु ना नाही रे बापा हां वेरी गुड से उड़ैछि हौ हौ तापरे कि चित्र अछि पिले एटा को तमरो पक्षीर थंट ता पाटे देखुछ कि नाही हां देखिलो अच्छा 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 तापरे कोन अछि चित्र ना गोटे घरर चित्र अछि हां कि नाही आमे पिले किछि चित्र को अनुध्यान कले तो एठी देखिबा आमे कोउटा सब गोटे गोटे कोन आमे देखि परिबा हला देखो देखुछ तो जो तमरो नाली गार जो देखा जाउछ ना ए पिला तमरो गोटे गोटे सब कोन हला कि हम देखिलो काज डंगार देखिलो पुणी एठी देखो तमरो 3 नंबर चित्र रे ए जो झियो दिटा खेलजति ना पिले बास बास वेरी गुड ए हला तमरो गोटे कोन सृष्टि होउची आ देखिला पिले एठी गुडी रे हां एटा भी गोटे कोन आइ परिबो आ देखिला पिले पक्षीर जो थंट ना जो पाटीटा अरे से जते बेले किछि खाए माछो खाए सेतले केमति करे आ करे ना नाही रे हां पिले से टाइम रे भी ता अंकन हेई पारुची तार कोनटा सृष्टि हेई पारुची आ एठी देखिला देखि घरे घर अछि ना कोन ଅଛି ହଁ ଏଇଟା ତ ଆଉ ହଁ ଠିକ 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 ଅନୁମାନ କରିଛ ତମେ ଆଉ ନାଇଁ କି ମା ସୀତା ସବୁ ଜାଣିଛ ତମେ ନାଇଁ କି ଆଚ୍ଛା ଆଚ୍ଛା ହଉ ଏଲା ପ୍ଲେ ତମର ସବୁ ଚିତ୍ରରେ ଥିବା କୋଣ ଗୁଡିକ ନା ନାଇଁ ହଁ ଚାଲ ଟିକେ ଆମେ ଆଉ ଟିକେ ଆଗକୁ ଯିବା ପିଲେ ଆସ ଆମ କାଠି ସାହାଯ୍ୟରେ କୋଣ ଅଙ୍କନ କରିବା ପିଲେ ତମେ ଦେଖିଥିବ ତମ ଘର ମାନଙ୍କରେ ଦିଆସିଲି କାଠି ଦେଖିଛ ଦେଖିଛ ତ ହଁ ତାହେଲେ ଦେଖ ଆମେ ଏଇ ଦିଆସିଲି କାଠି ମାଧ୍ୟମରେ କୋଣଟା ଆମେ ସୃଷ୍ଟି କଲୁ କଲୁ କି ନାଇଁ ହଁ କଲୁ ପିଲେ ଆଚ୍ଛା ତାମାନେ ପିଲେ ତମେ କୋଣ କେମିତି ହୁଏ କୋଣ କଣ ଜାଣି ପାରିଲ ନାଇଁ ଏବେ ଦେଖିବା ପିଲେ ଆମେ ବର୍ତ୍ତମାନ କୋଣର ବିଭାଗୀକରଣ ବୁଝିଲା କି ନାଇଁ ହଁ ପିଲେ ଦେଖିପାରୁଛ ଏ କଣ ପିଲେ ତମର ସେଇ ଦିଆସିଲି କାଠିରେ ପୁଣି ତମର କୋଣ କିଛି ତମ ସାମ୍ନାରେ ଦେଖା ଯାଉଛି ହଁ କି ନାଇଁ ହଁ ଏଇଟା ଗୋଟେ କଣ ଏଇଟା ବି କଣ ଏଇଟା ବି ଗୋଟେ କଣ ହଉ ପିଲେ ଚିତ୍ରରେ ଥିବା ନିମ୍ନ ପ୍ରକାରର କୋଣକୁ ଆମେ ସମକୋଣ କହିବା ପିଲେ ତମେ ଯେତିକି ବି ଦେଖୁଛ ତମ ସାମ୍ନାରେ ସ୍କ୍ରିନ ସାମ୍ନାରେ ନା ଇଏ ସବୁ ହେଲା ଗୋଟେ ଗୋଟେ ସମକୋଣ ସମକୋଣ ମାନେ କଣ ପିଲେ ନା ସମକୋଣ ହେଲା ତମର କୋଣଟା ସମାନ ଥିବ ହଁ କି ନାଇଁ ହଁ ବହୁତ ବଢିଆ ପିଲେ ବହୁତ ବଢିଆ ଆଚ୍ଛା ଯିବା ଟିକେ ଆଗକୁ ଚାଲ ଆଚ୍ଛା ପିଲେ ଏଇଟା ବି କିଛି ଦିଆସିଲ ତୁମର କୋଣ ସୃଷ୍ଟି ହେଇଥିବା କିଛି କାଠି ଅଛି ହଁ କି ନାଇଁ ହଁ ଏଇଠି ବି ତମର କିଛି କୋଣ ଅଛି ତ ବର୍ତ୍ତମାନ ଆମେ ଦେଖିବା ଏଇଟା କୋଉ କୋଣ କହ ନା ସମକୋଣ ଠାରୁ ସାନ ବା ଛୋଟ କୋଣକୁ ଆମେ ସୂକ୍ଷ୍ମ କୋଣ କହିବା ସୂକ୍ଷ୍ମ କୋଣ ମାନେ କଣ ପିଲେ ନା ଛୋଟ ପିଲେ ହେଲା ମାନେ ତମର ସମକୋଣରୁ ଛୋଟ ଥିବ ତାକୁ ଆମେ ସୂକ୍ଷ୍ମ କୋଣ କହିବା ତାପରେ ଦେଖିବା ଆଉ ଗୋଟିଏ କଣ ଲେଖା ହେଇଛି ପିଲେ କଣ ନା ସମକୋଣ ଠାରୁ ବଡ କୋଣକୁ ସ୍ଥୂଳ କୋଣ କୁହାଯାଏ କଣ ବୁଝିଲ ପିଲେ ନା ତମେ ଜାଣିଲ
ସମକୋଣ ଜାଣିଲ, ସୂକ୍ଷ୍ମ କୋଣ ଜାଣିଲ, ତାପରେ ଆମେ ଜାଣିଲେ ଏବେ କଣ ନା ସ୍ଥୂଳ କୋଣ। ସ୍ଥୂଳ କୋଣ ମାନେ କଣ ନା ସମକୋଣ ଠାରୁ ଯୋଉ କୋଣଟା ଅଧିକ ଥିବ ପିଲେ, ବଡ ଥିବ ହେଲା। ସ୍ଥୂଳ ମାନେ ବଡ, ବାସ୍ ଏତିକି ବୁଝିଯାଅ। ସମକୋଣ ମାନେ ସମାନ, ସୂକ୍ଷ୍ମ କୋଣ ମାନେ ଛୋଟ, ଆଉ ସ୍ଥୂଳ କୋଣ ମାନେ ବଡ, ବାସ୍। ତାପରେ ତଳେ ଦିଆଯାଇଥିବା କୋଣ ଗୁଡିକ କି ପ୍ରକାର କୋଣ ତଳେ ଥିବା କୋଠରୀରେ ଲେଖିବା ଆମେ ପିଲେ ହେଲା। ଏଇନା ଆମେ ତ ପଢି ସାରିଲୁ ନା, ଆମେ ବୁଝି ସାରିଲୁ, ହଁ କି ନାଇଁ? ଯଦି ତମେ ଭଲସେ ପଢିଛ, ଭଲସେ ବୁଝିଛ, ତମ ଧ୍ୟାନ ଯଦି ଏପଟେ ଅଛି ଆମର କିଛି ସାମ୍ନାରେ, ଦେନ୍ ତମେ ଆରାମସେ ୟାକୁ ଲେଖିପାରିବ, କିଛି ଅସୁବିଧା ହବ ନାହିଁ। ହଉ ଦେଖିବା ପିଲେ, ଦେଖିପାରିଲ ନା ନାଇଁ? ତମ ପ୍ରଥମ ଚିତ୍ର ଇଏ ହେଲା ତମର କଣ ନା ସମକୋଣ। ଆଉ ଯୋଉ ତମର ଦ୍ୱିତୀୟ ରହିଲା କଣ ପିଲେ, କଣ ଏଇଟା? ହଁ, ବଢିଆ ବଢିଆ, ବହୁତ ବଢିଆ ପିଲେ, ହେଲା ତମର ସୂକ୍ଷ୍ମ କୋଣ। ଆଚ୍ଛା ପିଲେ କହିଲ ଏଇଟା କି କୋଣ? ହଁ, ସୂକ୍ଷ୍ମ କୋଣ, ଭେରି ଗୁଡ, ଆଉ ସବୁ ଜାଣିଛ ଆଉ। ହଉ ହଉ, ଏଇଟା କଣ ଦେଖି କହିଲ କଣ? ହଁ, ଭେରି ଗୁଡ, ବହୁତ ବଢିଆ ପିଲେ, ଏଇଟା ହେଲା ତମର ସ୍ଥୂଳ କୋଣ। ତା ମାନେ ତମର ଧ୍ୟାନ ପୁରା ସମ୍ପୂର୍ଣ୍ଣ ଭାବେ ପାଠରେ ଅଛି ଆଉ, ନେଇକି? ହଉ, ଆଉ ବହୁତ ବଢିଆ ପିଲାମାନେ ଆଉ। ହଉ ହଉ ପିଲେ, ଆଜି ପାଇଁ ଏତିକି। ଆମର ଆଉ ଗୋଟେ ବଢିଆ କ୍ଲାସ ସହିତ ଆଗାମୀ ଭିଡିଓରେ ଦେଖା ହବ। ରହିଲି, ଧନ୍ୟବାଦ।